ଇ ଟିଚିଂ ଓଡ଼ିଶାକୁ ପୁଣି ଥରେ ସ୍ୱାଗତ। CHSE ଟାର୍ଗେଟ ଲଜିକ୍ 80 ମାର୍କ ଆଉଟ୍ ଅଫ୍ 80 ମାର୍କ। ତୁମେମାନେ ଜାଣିପାରୁଥିବ ଆଜି ଆମେ ସିଲେକ୍ସନ କ୍ୱେଶ୍ଚନ୍ ବିଷୟରେ ଡିସ୍କସନ୍ କରିବା। ଲଜିକ୍ର ସିଲେକ୍ସନ କ୍ୱେଶ୍ଚନ୍ ଆଗକୁ ଯେଉଁ ଆସୁଛି ତୁମର ଆନୁଆଲ ଏକ୍ଜାମ୍, CHSE ଆନୁଆଲ ଏକ୍ଜାମ୍ ଲଜିକ୍ରେ କ'ଣ ସିଲେକ୍ସନ କ୍ୱେଶ୍ଚନ୍ ରହିବ ଆଜି ଆମେ ଡିସ୍କସନ୍ କରିବା। ତ ଆରମ୍ଭ କରିବା ପୂର୍ବରୁ କହି ରଖିବି ତୁମେମାନେ এই ଚ୍ୟାନେଲକୁ ଇ ଟିଚିଂ ଓଡ଼ିଶାକୁ ସବସ୍କ୍ରାଇବ୍ କରିନିଅ ଆଉ ଏହି ଭିଡ଼ିଓକୁ ତୁମ ସାଙ୍ଗମାନଙ୍କୁ ସମସ୍ତଙ୍କୁ ସେୟାର କରିଦିଅ, ଯାହାଦ୍ୱାରା ସବୁ ପିଲା ଉପକୃତ ହେଇପାରିବେ। ତାହେଲେ ଆମେ ଡେରି କରିବାନି, ଆମେ ଆରମ୍ଭ କରିବା। ଲଜିକ୍ ସିଲେକ୍ସନ କ୍ୱେଶ୍ଚନ୍ ଫର୍ ଆନୁଆଲ CHSE ଏକ୍ଜାମ୍ 2026। ଲଜିକ୍ ସିଲେକ୍ସନ କ୍ୱେଶ୍ଚନ୍ ଫର୍ 2026 CHSE ଆନୁଆଲ ଏକ୍ଜାମ୍। ଆମେ ଏଇ ପେଜରେ ତୁମେ ସିମ୍ପଲି ତୁମର କ୍ୱେଶ୍ଚନ୍ ପ୍ୟାଟର୍ନଟା ହିଁ ଲେଖାଯାଇଛି, କ'ଣ କୋଉ କ୍ୱେଶ୍ଚନ୍ କେତେ ମାର୍କରେ ପଡ଼ିବ, ସିମ୍ପଲି ଏଇଟା ଅଛି। ଏଇ ପେଜରେ ଆମେ ଡିସ୍କସନ୍ କରିବା MCQ ବିଷୟରେ, ଯୋଉଟାକି ବହୁତ ଇମ୍ପୋର୍ଟାଣ୍ଟ। କାହିଁକି 21ଟି ହିଁ ପଡ଼ିବ, 21ଟା ପଡ଼ିବ, 21ଟାକୁ ହିଁ ତୁମକୁ ଆଟେମ୍ପ୍ଟ ନେବାକୁ ପଡ଼ିବ, ଗୋଟେ ହେଲେ ସ୍କିପ୍ ମାରିପାରିବ ନାହିଁ। ସେଥିପାଇଁ ଆମକୁ 21ରୁ 21ଟା କ୍ୱେଶ୍ଚନ୍ କେମିତି ପାଇବା ସେ ବିଷୟରେ ଏଇ ପେଜରେ ଡିସ୍କସନ୍ କରିବା। ତାହେଲେ MCQରେ କ'ଣ କରିବା? MCQରେ ଜାଣିଛନ୍ତି କୌଣସି ସିଲେକ୍ସନ୍ ନାହିଁ। କ'ଣ କରିପାରିବା ତାହେଲେ? PYQ ବା ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ ତୁମେ MCQ ପାଇଁ କରିବ। ତାହେଲେ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ କୋଉଠି ପାଇବ? ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ ତୁମର 2012 ପରଠୁ ଯେତିକି ବି ଏକ୍ଜାମ୍ ହେଇଛି, ତାର ଯେତିକି ବି MCQ କ୍ୱେଶ୍ଚନ୍ ଅଛି, ସବୁ PYQ ବା ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ ଆମେ ଗୋଟେ ପ୍ଲେ ଲିଷ୍ଟରେ ଡିସ୍କସନ୍ କରିଦେଇଛନ୍ତି। ଯେଉଁମାନେ ସେ ପ୍ଲେ ଲିଷ୍ଟ ଦେଖିଛ ଜାଣିଛ, ସେ ପ୍ଲେ ଲିଷ୍ଟରେ ସବୁ ଯେତେକ ବି କ୍ୱେଶ୍ଚନ୍ ଥିଲା ସବୁ MCQ ଡିସ୍କସନ୍ କରାଯାଇଛି। ତୁମମାନେ ସେଇ ପ୍ଲେ ଲିଷ୍ଟକୁ ଯଦି କ୍ଲିୟର କରିଦେଉଛ ବା ସବୁ ପ୍ରାକ୍ଟିସ୍ କରି ନେଉଛ, ତାହେଲେ ତୁମେ 21ରୁ 21ଟି MCQ ଆରାମସେ ପାଇଯିବ। 21ରୁ 21ଟି MCQ ତୁମେ ସେଇଥିରୁ ହିଁ ପାଇଯିବ। ଫୁଲ୍ ମାର୍କ ତୁମର 21ରୁ 21 ରହିଯିବ। ତାହେଲେ ସେଇ ପ୍ଲେ ଲିଷ୍ଟ କୋଉଠି ପାଇବ? ଏଇ ଭିଡ଼ିଓର ଡେସ୍କ୍ରିପସନ୍ରେ ସେଇ ପ୍ଲେ ଲିଷ୍ଟର ଲିଙ୍କଟା ରହିଛି, କିମ୍ବା ମୁଁ ଏଇ ଜାଗାରେ ସେଇ ଲିଙ୍କଟାକୁ ଦେଇଦେବି। ତୁମେ ଆରାମସେ ସେଇ ଟୋଟାଲ 6ଟି ଭିଡ଼ିଓ ରହିଛି, ଯୋଉଟା କ୍ଲିୟର କରିଦେବ। MCQ 21ଟି ତୁମେ ଆରାମସେ ପାଇଯିବ। ବୁଝିଲା କି ନାହିଁ? ତୁମେ MCQ ପୁରାପୁରି କ୍ଲିୟର ହେଇଗଲା। ଏବେ ଆମର କେବଳ ରହିଲା କ'ଣ? ଭେରି ସର୍ଟ ଟାଇପ୍ ଆଉ ସର୍ଟ ଟାଇପ୍। 3 ମାର୍କ ବିଶିଷ୍ଟ କ୍ୱେଶ୍ଚନ୍ ଆଉ 2 ମାର୍କ ବିଶିଷ୍ଟ କ୍ୱେଶ୍ଚନ୍, ଯେଉଁଥିରେ କ'ଣ ତୁମର 12ଟି ପଡ଼ିବ, 7ଟି କରିବ, ମାନେ ତୁମେ 5ଟି ସ୍କିପ୍ କରିବାର ଅପସନ୍ ରହିଛି। ତାହେଲେ ଆମେ ଆରାମସେ ସେଇ ଅନୁସାରେ ସିଲେକ୍ସନଟାକୁ ତିଆରି କରିଛନ୍ତି। ଆମେ ଦେଖିପାରିବା। ଆଉ ଗୋଟେ କ'ଣ ରହିଲା? ଲଙ୍ଗ କ୍ୱେଶ୍ଚନ୍, ଯୋଉଟାକି 8 ମାର୍କର ତୁମର ଲଙ୍ଗ କ୍ୱେଶ୍ଚନ୍ ରହିଛି, ଯୋଉଟା 3ଟି କରିବ। କିନ୍ତୁ ଦେଇଥିବ କେତୋଟି? 6ଟି ଦେଇଥିବ, 3ଟି କରିବ। ଏଠି ବି ତୁମର ଅପସନ୍ ରହିଛି 3ଟି ସ୍କିପ୍ ମାରିବାର। ବୁଝିଲା କି ନାହିଁ? ତାହେଲେ ଆମେ ପ୍ରଥମେ ଡିସ୍କସନ୍ କ'ଣ କରିନେବା ନା, ଲଙ୍ଗ ଟାଇପ୍ କ୍ୱେଶ୍ଚନ୍ ଯାହା ଅଛି ତାର ସିଲେକ୍ସନ୍ ଆମେ ପ୍ରଥମେ ଡିସ୍କସନ୍ କରିଦେବା। ବୁଝିଲା କି ନାହିଁ? ଭିଡ଼ିଓ ସହିତ ରୁହ, ଆରାମସେ ପୁରା କ'ଣ ଟ୍ରିକ୍ସ ରହିଛି ଏକ୍ଜାମ୍ ପୂର୍ବରୁ ଜାଣିଛନ୍ତି। ତୁମର ଏକ୍ଜାମ୍ ଆଉ ଆଜିଠୁ ପୁରା ରାଇଟ୍ ମାସେ ରହିଲା, ଆଉ ତାର ମାସେ ପରେ ତୁମର ଲଜିକ୍ ଏକ୍ଜାମ୍। ତାହେଲେ ଏଇ ଯେଉଁ ମାସେଟି ରହିଲା, ତୁମେ ଭଲ ଭାବେ କିଭଳି ଏଟା ୟୁଟିଲାଇଜ୍ କରିପାରିବ ଆଉ ଭଲ ଭାବେ ପ୍ରିପେୟାର ହେଇପାରିବ, ସେ ବିଷୟରେ କୁହାଯାଇଛି। ଆଉ କମ୍ ସମୟରେ ମଧ୍ୟ କରିପାରିବ, ସେ ବିଷୟରେ ଡିସ୍କସନ୍ କରାଯାଇଛି। ବୁଝିହେଲା? ତାହେଲେ ଆମେ ପ୍ରଥମେ ଡିସ୍କସନ୍ କରିନେବା ଲଙ୍ଗ ଟାଇପ୍ ସିଲେକ୍ସନ୍ କ୍ୱେଶ୍ଚନ୍ କ'ଣ ରହିଛି 2026 ଆନୁଆଲ ଏକ୍ଜାମ୍ ପାଇଁ ଲଜିକ୍ରେ। ବୁଝିଲା କି ନାହିଁ? ପ୍ରଥମେ ଡିସ୍କସନ୍ କରିଦେବା ଲଜିକ୍ ଲଙ୍ଗ ଟାଇପ୍ କ୍ୱେଶ୍ଚନ୍ ସିଲେକ୍ସନ୍। ଲଙ୍ଗ ଟାଇପ୍ରେ କ'ଣ ସିଲେକ୍ସନ୍ କ୍ୱେଶ୍ଚନ୍ ରହିଛି, ତୁମେ ଏଇ ପେଜରେ ଦେଖିପାରୁଥିବ ତୁମର କେତୋଟି ଲଙ୍ଗ ଟାଇପ୍ କ୍ୱେଶ୍ଚନ୍ ଦିଆଯାଇଛି। ତୁମେ ସିମ୍ପଲି ଏଇ ପେଜକୁ ଦେଖିକି ଫେରି ଯାଉନି, କାହିଁକିନା ଏଇ ପେଜରେ ଡାଇରେକ୍ଟ କ୍ୱେଶ୍ଚନ୍ ତୁମର ଲେଖାଯାଇ ନାହିଁ। ବହୁତ ଗୁଡ଼ାଏ ଟ୍ରିକ୍ ରହିଛି। ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଅଛି, ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ବି ରହିଛି। ସେ ବିଷୟରେ ଆମେ ଡିସ୍କସନ୍ କରିବା। କେମିତି ସର୍ଟ ଟ୍ରିକ୍ରେ ତୁମେ ପାସ୍ କରିବ, ସର୍ଟ ଟ୍ରିକ୍ରେ କ୍ୱେଶ୍ଚନ୍ଟାକୁ କରିବ, ପ୍ରାକ୍ଟିସ୍ କରିବ, ଆଉ 80ରୁ 80 ମାର୍କ କେମିତି ରଖିବ, ସେ ବିଷୟରେ ଡିସ୍କସନ୍ କରାଯାଇଛି। କେମିତି ପୁରା ଫୁଲ୍ଲି ପ୍ରିପେୟାର ହେଇକି ଯିବ, ସେ ବିଷୟରେ ଏଠି ଡିସ୍କସନ୍ କରାଯିବ। ତୁମମାନେ ଏଇ ଭିଡ଼ିଓରୁ ତୁମେ ଏଇ ସ୍କ୍ରିନଶଟ୍ ନେଇଗଲ, ଏଇ କ୍ୱେଶ୍ଚନ୍ ପାଇଗଲ, ସେଟା ହେଇପାରିବ ନାହିଁ। ଏଠି ଆମେ ଭଲ ଭାବେ ଡିସ୍କସନ୍ କରିବା କ୍ୱେଶ୍ଚନ୍କୁ ନେଇକି। ବୁଝିଲା କି ନାହିଁ? ପ୍ରଥମେ କ'ଣ ଡିସ୍କସନ୍ କରିନେବା? ଫାଷ୍ଟ କ୍ୱେଶ୍ଚନ୍ କ'ଣ ଲେଖା ହେଇଛି? କନଭର୍ସନ୍ ଅବର୍ସନ୍। ତ ଏଇଟା କାହିଁକି ସିଲେକ୍ସନ୍ ଦିଆଗଲା? ପ୍ରିଭିୟସ୍ ବା 2025 ପୂର୍ବଠୁ ଯାହା ବି ଏକ୍ଜାମ୍ ହଉଥିଲା, ଏଇ କନଭର୍ସନ୍ ଆଉ ଅବର୍ସନ୍ ଗୋଟେ ନିହାତି ପଡୁଥିଲା। ମାନେ ଏଇ କନଭର୍ସନ୍ ଅବର୍ସନ୍ ନିହାତି ଗୋଟେ କ୍ୱେଶ୍ଚନ୍ ତୁମର ସିଲେକ୍ସନ୍ରେ ବା ଆନୁଆଲ CHSE ଏକ୍ଜାମ୍ରେ ନିହାତି ଥିଲା।
କିନ୍ତୁ 2025 ମାନେ ପ୍ରିଭିୟସ୍ ଇୟରରୁ ଟିକେ କ୍ୱେଶ୍ଚନ୍ ପ୍ୟାଟର୍ନରେ ଚେଞ୍ଜ ହେଇଛି, ଯେଉଁଥିରେ ଏଇ ଦୁଇଟା କ୍ୱେଶ୍ଚନ୍ ଦେଇନାହିଁ। ଏହାର ଅର୍ଥ କ'ଣ? ଏ ବର୍ଷ କନଭର୍ସନ୍ ଆଉ ଓଭରସନ୍ ଦୁଇଟା କ'ଣ ଭେରି ଭେରି ଇମ୍ପୋର୍ଟାଣ୍ଟ। ଏଟାକୁ ନିହାତି ତୁମେ ପ୍ରାକ୍ଟିସ୍ କରି ନେଇଥିବ। କନଭର୍ସନ୍ ଅଫ୍ AEIO, ଓଭରସନ୍ ଅଫ୍ AEIO, ଲଙ୍ଗ କ୍ୱେଶ୍ଚନ୍ କେମିତି ସର୍ଟ ଟ୍ରିକ୍ସ କରି ଲେଖାଯିବ ଆଉ ଫୁଲ୍ ମାର୍କ ଆଣିବା, ସେ ବିଷୟରେ ଆମେ ଭିଡ଼ିଓରେ ଡିସ୍କସନ୍ କରି ନେଇଛନ୍ତି। ସେଠି ପୁରା ନୋଟ୍ ଆକାରରେ ତୁମକୁ ପଢ଼ା ହେଇଛି, ଦେଖିପାରିବ। କନଭର୍ସନ୍ ଆଣ୍ଡ ଓଭରସନ୍ ବହୁତ ଇମ୍ପୋର୍ଟାଣ୍ଟ, ଏ ବର୍ଷ ନିହାତି ପଡ଼ିବ। ଆର ବର୍ଷ ପଡ଼ିନି ମାନେ ଏ ବର୍ଷ ନିହାତି ପଡ଼ିବ। ନେକ୍ସଟ କ'ଣ? ସବୁ ବର୍ଷ ମୁଁ କହିଥାଏ ଏଇ ଦୁଇଟି, ଡାଇରେକ୍ଟ ରିଡକ୍ସନ୍ ଆଣ୍ଡ ଇନଡାଇରେକ୍ଟ ରିଡକ୍ସନ୍ ଅଫ୍ ସେକେଣ୍ଡ, ଥାର୍ଡ ଆଣ୍ଡ ଫୋର୍ଥ ଫିଗର। ସବୁ ବର୍ଷ ଡାଇରେକ୍ଟ ରିଡକ୍ସନ୍ରୁ ଗୋଟେ କ୍ୱେଶ୍ଚନ୍ ଲଙ୍ଗ କ୍ୱେଶ୍ଚନ୍ ପଡ଼ିବ, ଇନଡାଇରେକ୍ଟ ରିଡକ୍ସନ୍ରୁ ଗୋଟେ କ୍ୱେଶ୍ଚନ୍ ପଡ଼ିବ। ତୁମେ ପ୍ରିଭିୟସ୍ ଇୟର କ୍ୱେଶ୍ଚନ୍ ଦେଖି ନେବ। ଡାଇରେକ୍ଟ ରିଡକ୍ସନ୍ ଗୋଟେ ପଡ଼ିଛି ଲଙ୍ଗ କ୍ୱେଶ୍ଚନ୍, ସର୍ଟ କ୍ୱେଶ୍ଚନ୍ରେ ବି ତାର କ୍ୱେଶ୍ଚନ୍ ପଡ଼ିଛି। ମାନେ ଏଇ ରିଡକ୍ସନ୍ ହେଉଛି ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଚାପ୍ଟର, ଯୋଉଟାକି ସବୁବେଳେ ପଡ଼େ, ଲଙ୍ଗ କ୍ୱେଶ୍ଚନ୍ ସବୁବେଳେ ପଡ଼େ। ସେଥିପାଇଁ ମୁଁ ସବୁବେଳେ କହିଛି। ଆଉ ଗୋଟେ ଡିସ୍କସନ୍ କରିବା କ'ଣ ଫୋର୍ଥରେ, ଟେଷ୍ଟିଂ ଟ୍ରୁଥ୍ ଟେବୁଲ୍, କନଷ୍ଟ୍ରକ୍ଟ ଟ୍ରୁଥ୍ ଟେବୁଲ୍, ଆଉ ତାର ରେଜଲ୍ଟ ଟୋଟୋଲୋଜି ହେଲା କି କଣ୍ଟ୍ରାଡିକ୍ସନ୍ ହେଲା କି କଣ୍ଟିନଜେଣ୍ଟ ହେଲା, ଏଟାକୁ ବାହାର କରିବ। ଗୋଟେ ଏଇଭଳି କ୍ୱେଶ୍ଚନ୍ ଦେଇଥିବ, ତାର ଟ୍ରୁଥ୍ ଟେବୁଲ୍ କନଷ୍ଟ୍ରକ୍ଟ କରିବ। ଏଇଭଳି କ୍ୱେଶ୍ଚନ୍, ଏଇ ଯୋଉ ଡାଇରେକ୍ଟ ରିଡକ୍ସନ୍, ଇନଡାଇରେକ୍ଟ ରିଡକ୍ସନ୍ ଆଉ ଟ୍ରୁଥ୍ ଟେବୁଲ୍ ବା କନଷ୍ଟ୍ରକ୍ଟ ଟ୍ରୁଥ୍ ଟେବୁଲ୍ ସବୁ ବର୍ଷ ପଡ଼େ। ତୁମେ ପ୍ରିଭିୟସ୍ ଇୟର ବି କ୍ୱେଶ୍ଚନ୍ ଦେଖିନେବ, ମାନେ 2025 କ୍ୱେଶ୍ଚନ୍ ବି ଦେଖିନେବ। ତା ପୂର୍ବରୁ ଯେତିକି ବି ଏକ୍ଜାମ୍ ହେଇଛି ସବୁ କ୍ୱେଶ୍ଚନ୍ ଦେଖିନେବ। ସେଥିରେ ନିହାତି ରିଡକ୍ସନ୍ରୁ ଗୋଟେ କ୍ୱେଶ୍ଚନ୍ ଆସିଥିବ, ଟ୍ରୁଥ୍ ଟେବୁଲ୍ରୁ ଗୋଟେ ନିହାତି କ୍ୱେଶ୍ଚନ୍ ଆସିଥାଏ। ମାନେ ଏଇଟା ସବୁବେଳେ ପଡ଼ିଥାଏ। ସେଥିପାଇଁ ତୁମେ ପୂର୍ବରୁ ଟ୍ରିକ୍ସ କହିଥିଲି କି ଡାଇରେକ୍ଟ ରିଡକ୍ସନ୍ର ଯେତିକି ବି ରହିଛି ସବୁ ସେପାରେଟ୍ ଗୋଟେ ଜାଗାରେ ନୋଟ୍ରେ ତୁମେ କରିଥିବ। ଇନଡାଇରେକ୍ଟ ରିଡକ୍ସନ୍ ମୁଁ କହିଥିଲି ଟ୍ରିକ୍ସ କି ଦୁଇଟା ତୁମର ପ୍ରାକ୍ଟିସ୍ କରାହେଇଛି, ମାନେ ସେଇଟାକୁ ନେଇକି ତୁମେ ସବୁ କେମିତି ଇନଡାଇରେକ୍ଟ ରିଡକ୍ସନ୍ କରିପାରିବ, ମାନେ ପୁରା ସର୍ଟ ଟ୍ରିକ୍ସ କୁହାଯାଇଥିଲା, ଯୋଉ ଟ୍ରିକ୍ସରେ ତୁମେ କମ୍ ସମୟରେ ସବୁ ଇନଡାଇରେକ୍ଟ ରିଡକ୍ସନ୍କୁ ତୁମେ ପ୍ରାକ୍ଟିସ୍ କରିପାରିବ, ସେ ବିଷୟରେ କୁହାଯାଇଛି। ତ ଏଇ ଦୁଇଟା ଆଉ ଟ୍ରୁଥ୍ ଟେବୁଲ୍, ଏଇଟା ସେପାରେଟଲି ଗୋଟେ ଜାଗାରେ କରିଥିବ, ଯୋଉଟା କି ନିହାତି ତୁମେ ଏକ୍ଜାମ୍ ପୂର୍ବ ଦିନ ବା ଏକ୍ଜାମ୍ ଦିନ ଯୋଉଟା ସମ୍ଭବ ତୁମେ ଦେଖିକି ଯିବ। ଡାଇରେକ୍ଟ ରିଡକ୍ସନ୍ ଆଉ ଟେଷ୍ଟିଂ ଟ୍ରୁଥ୍ ଟେବୁଲ୍, ସେଇଟା ବା କନଷ୍ଟ୍ରକ୍ଟ ଟ୍ରୁଥ୍ ଟେବୁଲ୍, ଏଇ ଦୁଇଟାକୁ ତୁମେ ନିହାତି ଟିକେ ଆଖି ପକେଇକି ଯିବ। କ'ଣ କ'ଣ ମୁଁ କରିଛି ନୋଟ୍ରେ ଲେଖିଛି, ନିହାତି ଦେଖିକି ଯିବ, ତାଙ୍କର ନିହାତି ଏଟା ପଡ଼ିଥାଏ। ବୁଝିହେଲା? ତ ଏଇ ଯୋଉ ପ୍ରଥମ 4ଟା କ୍ୱେଶ୍ଚନ୍ ଦେଲି ମୁଁ, ଏଥିରେ ତୁମେ ଆରାମସେ 2ଟା କ୍ୱେଶ୍ଚନ୍ ପାଇଯିବ। ଦରକାର ପଡ଼ିଲେ 3ଟାରୁ 3ଟା କ୍ୱେଶ୍ଚନ୍ ବି ପାଇଯିବ। କିନ୍ତୁ ମୁଁ କହୁଛି ତୁମକୁ, ଯେହେତୁ ସିଲେକ୍ସନ୍ ଦିଆଯାଉଛି ଆଉ ଫୁଲ୍ଲି ପ୍ରିପେୟାର ହେଇଯିବା, ଆମ ଲକ୍ଷ୍ୟ ହେଉଛି 80 ମାର୍କରୁ 80 ମାର୍କ ରଖିବା। ବୁଝିହେଲା କି ନାହିଁ? ସେଥିପାଇଁ କହିଦେଉଛି 2 ମାର୍କ ନିହାତି ଅଛି, 2ଟି ମାର୍କ ତୁମର କ୍ୱେଶ୍ଚନ୍ ନିହାତି ଅଛି, ଯାଇକି ଦେଖିନେବ। ଏକ୍ଜାମ୍ ଗଲେ ତୁମେ ଜାଣିପାରିବ, ସାର୍ କହିଥିଲେ, ଏଇ ଟିଚିଂ ଓଡ଼ିଶାରେ ମୁଁ ପଢ଼ିଥିଲି, ସାର୍ କହିଥିଲେ 2ଟା କ୍ୱେଶ୍ଚନ୍ ମୋର ଆସିଛି ଏଇ 4ଟାରୁ। ତୁମେ ଏକ୍ଜାମ୍ ଦେଲା ପରେ ହିଁ ତୁମେ ସେତେବେଳେ ମନେ ପଡ଼ିବ ମୋ କଥା। ବୁଝିହେଲା? ତାହେଲେ ଏତିକି ହେଉଛି ବହୁତ ଇମ୍ପୋର୍ଟାଣ୍ଟ। ତୁମେ ଏଟାକୁ ଜଷ୍ଟ ପ୍ରାକ୍ଟିସ୍ କରିକି ଏବେ ହିଁ ପୁରା ରଖିଦେବ, ଏକ୍ଜାମ୍ ପୂର୍ବ ଦିନ ଟିକେ ଦେଖିକି ପଳେଇଯିବ, ସରିଗଲା। ବୁଝିହେଲା? କନଭର୍ସନ୍, ଓଭରସନ୍, ଡାଇରେକ୍ଟ ରିଡକ୍ସନ୍, ଯୋଉଟା ତୁମେ ସେପାରେଟ୍ ପେଜ୍ରେ ସବୁ ଡାଇରେକ୍ଟ ରିଡକ୍ସନ୍କୁ ଲେଖିକି ପୁରା ପ୍ରାକ୍ଟିସ୍ କରିଥିବ, ସେଇଟାକୁ ଏକ୍ଜାମ୍ ପୂର୍ବ ଦିନ ପୁରା ନିହାତି ଦେଖିକି ଯିବ। ଆଉ ଗୋଟେ ହେଲା ଟ୍ରୁଥ୍ ଟେବୁଲ୍, କନଷ୍ଟ୍ରକ୍ଟ ଟ୍ରୁଥ୍ ଟେବୁଲ୍, ଯୋଉଟା ପୁରା ସର୍ଟ ଟ୍ରିକ୍ସ ତୁମକୁ କୁହାହେଇଯାଇଛି କେମିତି ପୁରା କରିବାର ଅଛି। ଏଥିରେ ବେଶୀ କିଛି ଲେଖିବାର ନାହିଁ, କେମିତି ଲେଖିବାର ଅଛି ସେ ବିଷୟରେ ବି କୁହାଯାଇଛି। ବୁଝିହେଲା? ଏବେ ଆମେ ନେକ୍ସଟ ଦେଖିନେବା। ଆଉ ଦେଖ 5 ଆଉ 6, 10 ଜେନେରାଲ ସିଲୋଜିଷ୍ଟିକ୍ ରୁଲ୍, ସ୍ପେଶିଆଲ ସିଲୋଜିଷ୍ଟିକ୍ ରୁଲ୍ ବା ସ୍ପେଶିଆଲ ରୁଲ୍ ଅଫ୍ ସିଲୋଜିଜିମ୍। ଜେନେରାଲ ରୁଲ୍ ଆଉ ସ୍ପେଶିଆଲ ରୁଲ୍, ଏଇ ଦୁଇଟା କ୍ୱେଶ୍ଚନ୍ରୁ ଗୋଟେ କ୍ୱେଶ୍ଚନ୍ ସବୁବେଳେ ଆସୁଥିଲା। କିନ୍ତୁ ଆର ବର୍ଷ ଯେହେତୁ କ୍ୱେଶ୍ଚନ୍ ପ୍ୟାଟର୍ନ ଚେଞ୍ଜ ହେଇଛି, ତ ସେ ଅଲ୍ଟରନେଟିଭଲି ପକଉଛି, ତାର ଅର୍ଥ ହେଉଛି ଏଇଆ। ସେଥିପାଇଁ ଏ ବର୍ଷ ଏଇ ଦୁଇଟା ମଧ୍ୟ ବହୁତ ହି ଇମ୍ପୋର୍ଟାଣ୍ଟ ରହିଛି। ତ ଏଇ 4ଟା ତ ତୁମେ କେବେ ସ୍କିପ୍ କରିବ ନାହିଁ, ଫାର୍ଷ୍ଟ 4ଟି। ତାପରେ ଏଇ 5 ଆଉ 6 ମଧ୍ୟ ସ୍କିପ୍ କରିବ ନାହିଁ। ଆରାମସେ 10 ଲାଇନ୍ରେ ଲେଖିଦେବ ଜେନେରାଲ ସିଲୋଜିଷ୍ଟିକ୍ ରୁଲ୍, ଆରାମସେ 8 ମାର୍କ ପାଇଯିବ। ଆଉ ଏଇ ଜେନେରାଲ ସିଲୋଜିଷ୍ଟିକ୍ ରୁଲ୍ରେ ସର୍ଟ କ୍ୱେଶ୍ଚନ୍ ବି ପଡ଼ୁଛି, ଆଉ ସ୍ପେଶିଆଲ ସିଲୋଜିଷ୍ଟିକ୍ ରୁଲ୍ ସର୍ଟ କ୍ୱେଶ୍ଚନ୍ ବି ପଡ଼ୁଛି। ପ୍ରିଭିୟସ୍ ଇୟର୍ରେ କ୍ୱେଶ୍ଚନ୍ ଦେଖିନେବ, ଏ ଥାର୍ଡ ଫିଗରର କ'ଣ ରହିଥିଲା ସ୍ପେଶିଆଲ ରୁଲ୍, ରାଇଟ୍ ପଡ଼ିଛି, ଲେଖିଦେବ, 3 ମାର୍କ 2 ମାର୍କ ପାଇଯିବ। ବୁଝିଲା କି ନାହିଁ? ଏଟା ସର୍ଟ କ୍ୱେଶ୍ଚନ୍ ପାଇଁ ବି ବହୁତ ଇମ୍ପୋର୍ଟାଣ୍ଟ।
एथिरे मध्य शॉर्ट क्वेश्चन पड़िबो कन्वर्सन अबर्सन रिडक्शन रे आ ट्रुथ टेबल रे शॉर्ट क्वेश्चन भी निहाती पड़िबो बुझियला तापर नेक्स्ट डिस्कशन करदबा तापर कोन अछि ना व्हाट इज साइंटिफिक एक्सप्लेनेशन डिस्क्राइब डिफरेंट काइंड्स ऑफ साइंटिफिक एक्सप्लेनेशन तो देखि नबो प्रीवियस ईयर एटा पढिनी माने एटा एई वर्ष निहाती इंपोर्टेंट आउट हैला जानिछन्ति एक्सप्लेनेशन केते प्रकार दी प्रकार एक्सप्लेनेशन थिला पॉपुलर एक्सप्लेनेशन आउट हैला साइंटिफिक एक्सप्लेनेशन त साइंटिफिक एक्सप्लेनेशन होची लॉन्ग क्वेश्चन जोटा पढिबार बहुत ही लागुची सेथिबा मु सिलेक्शन एटा लेखिची बुझिला कि नै एटा गुटे में एटा मध्ये देखि नै जिवो जार लक्ष्य अछि 80 रु 80 रखिबार अछि तार लक्ष्य से पढिबो काहेकि ना तुमे टाइम कम अछि एटा जस्ट प्रैक्टिस करी रखि दबो एग्जाम पूर्वरु गोटे दिन तुमको मिलिबो सेठी देखि नै कि पढिबो हे गला बुझिला नेक्स्ट कोन अछि व्हाट इज ए डॉक्ट्रिन ऑफ कर्म एंड एक्सप्लेन डिफरेंट काइंड्स ऑफ कर्म एटा 9 व्हाट इज गांधीयन कॉन्सेप्ट ऑफ नॉन वायलेंस देखिबो एई जो चैप्टर रे बा एई जो लास्ट लास्ट यूनिट रे तुमर व्यक्ति बा हाउ टू एसरटेन व्यक्ति जेटा तुमर प्रीवियस ईयर रे पढिची यार अर्थ सेटा ए वर्ष पढिबोनी एटा पढिबो किंतु 2 मार्क 3 मार्क रे पढिबो लॉन्ग क्वेश्चन पढिबोनी ताले ता जगह कोटा पढिबो एई दिटा भीतर गोटे पढि पारे कर्म आउ गांधीयन कॉन्सेप्ट ऑफ नॉन वायलेंस ए गांधीयन कॉन्सेप्ट ऑफ नॉन वायलेंस रे शॉर्ट क्वेश्चन मध्ये प्रीवियस ईयर रे पढिची लागुची भी पढिबो सेति पई तार भी शॉर्ट क्वेश्चन सिलेक्शन दिया आइछि तुमे देखि परिबो बुझला एति को तुमरो बहुत ही इंपोर्टेंट सिलेक्शन फॉर लॉन्ग क्वेश्चन एटा निहाती तुमे एबे ही प्रैक्टिस करबो बेसी दिन लागिबोनी गोटे 2 दिन तुमरो सब किछि कवर हे जिवो ताबा आराम से रखि दबो तापर एग्जाम पूर्व दिन फेर टिके आउथरे देखि देखि पळेबो हे गला नोट तुमर प्रिपेयर हे थिबो ई नोट क्वेश्चन बुझियला या बाद मैं आउ किछि क्वेश्चन देइछि तुमने चाहिले देखि जाई परिबो बुझियला कि नै ए नुहे कि न देखिबो कि सेथिरे शॉर्ट क्वेश्चन किछि अछि आ एति जो कहली नोट जो रहिछि एथिरे शॉर्ट क्वेश्चन भी भरी भरी की रहिछि एति प्रैक्टिस करले तुमे तुमरो लॉन्ग क्वेश्चन भी कवर होछि शॉर्ट क्वेश्चन भी कवर होछि सेटा ध्यान रे रखिथिबो बुझियला कि नै बुझियला हम सेही कोन एक्स्ट्रा रहिछि से विषय मध्ये देखि नबा लॉन्ग क्वेश्चन कोन एक्स्ट्रा रहिछि बुझियला देखि नबा टाइप सिलेक्शन क्वेश्चन हमें 9 टी लॉन्ग टाइप क्वेश्चन देखिले आउ चारोटी मु एक्स्ट्रा देइछि कोन पई ना तुम सेटा देखले जानि परिबो कना प्रिपेयर हे जे जो पिले प्रिपेयर होबा चाहिबो सेटा देखि परिबो फुल्ली प्रिपेयर हे थिबो माने कॉन्फिडेंस थिबो सेति पई एई चारटा मध्ये एक्स्ट्रा दिया जाइछि कोन ना मिक्स्ड सिलोजिज्म ये क्वेश्चन तुमर पडी नाही लॉन्ग क्वेश्चन पडिनी आउ शॉर्ट क्वेश्चन ए मिक्स्ड डिसजंक्टिव आ मिक्स्ड हाइपोथेटिकल सिलोजिज्म एटा भी इंपोर्टेंट सेति पई मु एई लॉन्ग क्वेश्चन टाको रखिछि कि मिक्स्ड सिलोजिज्म शॉर्ट क्वेश्चन भी एथिरे कवर हेजिवो लॉन्ग क्वेश्चन भी कवर हेजिवो बुझियला आउटे कोन व्हाट इज सिंबॉलिक लॉजिक एंड डिस्क्राइब इट्स कैरेक्टरिस्टिक्स एटा मध्ये गोटे इंपोर्टेंट क्वेश्चन पूर्वरा आगुरु पढिथला प्रीवियस ईयर एटा पढि नाही माने यार अर्थ ए वर्ष भी इंपोर्टेंस टिके रहिछि बुझिला कि नै आउटे कोन व्हाट इज फोर फिगर ऑफ सिलोजिज्म एटा बेसी इंपोर्टेंट न होले भी जे चाहिबो देखि कि जाई परिबो आउट हैला मिल्स मेथड ऑफ एग्रीमेंट डिफरेंस एंड रेसिड्यू गोटे कथा जानि थाओ ए मिल्स मेथड बा एक्सपेरिमेंटल मेथड ऑफ मिल्स तांकर गोटे निहाती पांचोटी मिल्स को मेथड रहिछि निहाती गोटे सब वर्ष पड़े प्रीवियस ईयर तुम देखि नबो कोन पड़थिला कनकमिटेंस वेरिएशन जो प्रीवियस ईयर पड़िछि माने ताकू छाडी दे रेस्ट जो रहिला सेटा पढिबार चांसेस रहिछि माने एथिर जे चाहूचे कि हां मु मिल्स मेथड को प्रैक्टिस करी पळेबी चारिटा तुम आराम से गोटे क्वेश्चन निहाती पाइबो पूरा कंफर्म हे थिबो कारण मिल्स मेथड सब बेले पड़े बुझला कि नै मिल्स मेथड पढ़िनी माने तुम जानि नबो क्वेश्चन से वर्ष बहुत ही सहजिया रहिछि बुझियला ताले मिल्स मेथड गोटे इंपोर्टेंट क्वेश्चन से कनकमिटेंस वेरिएशन को काटी देछि एग्रीमेंट डिफरेंस आ रेसिड्यू आउटे कोन प्रीवियस ईयर क्वेश्चन पैटर्न टिके चेंज हेछि सेथिरे मु किछि क्वेश्चन पाउछि कोन लेखा हेछि कि गोटे सिंपल एग्जांपल दियो एग्रीमेंट रो तार जो हमें एग्जांपल लिखिथिले तार लिमिटेशन कोन रहिछि बा तार एडवांटेजेस कोन रहिछि एबले मध्ये क्वेश्चन शॉर्ट क्वेश्चन पढुछि तुम चाहिले एटा भी कवर हिजिबा शॉर्ट क्वेश्चन रे बुझियला कि नै एति गेला लॉन्ग टाइप रो सिलेक्शन क्वेश्चन
या बाद तुमର ଆଉ ଅଲଗା କିଛି ଆସିବ ନାହିଁ। ଏତିକି ତୁମେ ନିହାତି 3ଟା କ୍ୱେଶ୍ଚନ୍ ପାଇଯିବ। ଆଉ ଏତିକି ଭିତରେ ବି ବହୁତ ଗୁଡ଼ାଏ ସର୍ଟ କ୍ୱେଶ୍ଚନ୍ ତୁମେ ପାଇବ। 2 ମାର୍କ ଆଉ 3 ମାର୍କର ବହୁତ ଗୁଡ଼ାଏ କ୍ୱେଶ୍ଚନ୍ ତୁମେ ଏତିକିରୁ ହିଁ ପାଇଯିବ, ବହୁତ ଗୁଡ଼ାଏ। ତା ବାଦ ବି ମୁଁ ଏକ୍ସଟ୍ରା କିଛି ଦେଇଦେଇଛି ସର୍ଟ କ୍ୱେଶ୍ଚନ୍ ସିଲେକ୍ସନ୍, ତୁମେ ସେଟା ବି ଦେଖିପାରିବ। ମୁଁ ସର୍ଟ କ୍ୱେଶ୍ଚନ୍‌ରେ ଡାଇରେକ୍ଟ କ୍ୱେଶ୍ଚନ୍ ବି ଦେଇଦେଇଛି। ସେଟା ଆମେ ଏବେ ଡିସ୍କସନ୍ କରିବା। ସର୍ଟ ଟାଇପ୍ କ୍ୱେଶ୍ଚନ୍ସ 2 ମାର୍କ ଆଉ 3 ମାର୍କର ଯୋଉ ସର୍ଟ କ୍ୱେଶ୍ଚନ୍ ରହିଲା, ସେଥିରେ କିଛି ମଧ୍ୟ ସିଲେକ୍ସନ୍ ଦିଆଯାଇଛି, ଯୋଉଟା ତୁମେ ଜାଣିପାରିବ। ପୁରା ରାଇଟ୍ କ୍ୱେଶ୍ଚନ୍ ତୁମକୁ ଦିଆଯାଇଛି, ଏଇଟା ପୁରା ଦେଖିକି ପଳେଇବ। ଆଉ ଗୋଟେ କଥା, 2 ମାର୍କ ଆଉ 3 ମାର୍କ ମୁଁ ଅଲଗା କ୍ୱେଶ୍ଚନ୍ କେବେ ବି ଦେଇନଥାଏ। କାହିଁକି? ତୁମେ ଯଦି ଗୋଟେ କ୍ୱେଶ୍ଚନ୍ 3 ମାର୍କରେ ପଡ଼ିଛି, ତୁମେ 2 ଲାଇନ୍ ପୁରା କମ୍ପ୍ଲିଟ୍ ଆନ୍ସର୍ ତା 2 ଲାଇନ୍‌ରେ ହେଇଯାଉଛି, ଲେଖିଦେଲ, ତୁମେ ଆରାମସେ ସେଟା 3 ମାର୍କ ଫୁଲ୍ ପାଇଯିବ। କିଛି ବି ଅସୁବିଧା ନାହିଁ। ଯେ ଇଂଲିଶରେ ଲଜିକ୍ ଲେଖୁଛ, 2ଟା ଲାଇନ୍ ଲେଖିଦେଲେ ବି ଫୁଲ୍ ମାର୍କ ପାଇବ। କିନ୍ତୁ ଯେ ଠିକ୍ ଆନ୍ସର୍ ଲେଖିଥିବ, ଫୁଲ୍ ମାର୍କ ନିହାତି ପାଇବ। ବେଶୀ ଲେଖିବାର ଆବଶ୍ୟକ କିଛି ନାହିଁ। ବୁଝିଲେ କି ନାହିଁ? ତ ସେଥିପାଇଁ ମୁଁ ମିଶେଇକି ଏଟାକୁ ଦେଇଦେଇଛି। ଆଉ ପଢ଼େଇଲା ବେଳେ ବି କୁହାଯାଇଛି କେମିତି ଲେଖିବାର ଅଛି। ଧର ଗୋଟେ ହେଲା କନଭର୍ସନ୍ ବାଇ ନେଗେସନ୍। ଏତିକି ଲେଖି କ'ଣ ହ୍ୱାଟ୍ ଇଜ୍ କନଭର୍ସନ୍ ବାଇ ନେଗେସନ୍, ଏତିକି ଲେଖିଦେଲେ ହେଇଗଲା। ଯେତିକି ହଉ, 2 ଲାଇନ୍ ହଉ କି 3 ଲାଇନ୍ ହଉ, ଯେତେ ମାର୍କ ବି ପଡ଼ିଥିବ, 2 ମାର୍କ ପଡ଼ୁ ବା 3 ମାର୍କରେ ପଡ଼ୁ, ତୁମେ ଫୁଲ୍ ମାର୍କ ନିହାତି ପାଇବ। ତାର କୌଣସି ପ୍ରଶ୍ନ ହିଁ ନାହିଁ। ବୁଝିହେଲା? ଆମେ ଦେଖିନେବା କ'ଣ କ'ଣ ସିଲେକ୍ସନ୍ କ୍ୱେଶ୍ଚନ୍ ରହିଛି। ଗୋଟେ ହେଲା କନଭର୍ସନ୍ ବାଇ ନେଗେସନ୍। କୁହାଯାଇଛି, ଭିଡ଼ିଓରେ କୁହାଯାଇଛି କନଭର୍ସନ୍ ବାଇ ନେଗେସନ୍ କ'ଣ, ଆଉ ତାର ଏକ୍ସାମ୍ପଲ୍ ବି ପଡ଼େ ବେଳେବେଳେ। ଖାଲି ଏକ୍ସାମ୍ପଲ୍ ଦେଇଥିବ, ଏକ୍ସାମ୍ପଲ୍ ଅଫ୍ କନଭର୍ସନ୍ ବାଇ ନେଗେସନ୍। ଆଉ ଗୋଟେ ହେଲା ୟୁ ଟାଇପ୍ ପ୍ରପୋଜିସନ୍, କୁହାଯାଇଛି ମେଟେରିଆଲ୍ ଅଭର୍ସନ୍। ଏତିକି ହେଲା ଇନଫରେନ୍ସ। ତୁମକୁ ଇନଫରେନ୍ସର ଏଇ 3ଟି କ୍ୱେଶ୍ଚନ୍। ଆହୁରି ମଧ୍ୟ କ୍ୱେଶ୍ଚନ୍ ରହିଛି, ଯେମିତିକି କନଭର୍ସନ୍ ଅଫ୍ ଏ ପ୍ରପୋଜିସନ୍। ଯୋଉଟା ତୁମେ ଲଙ୍ଗ୍ କ୍ୱେଶ୍ଚନ୍‌ରେ ପ୍ରାକ୍ଟିସ୍ କରିଥିବ, ଆରାମସେ ସର୍ଟ କ୍ୱେଶ୍ଚନ୍‌ଟା ଲେଖିଦେବ, କେବଳ କନଭର୍ସନ୍ ଅଫ୍ ଏ ପ୍ରପୋଜିସନ୍ ହେଇଗଲା। ଆରାମସେ ସେ ସର୍ଟ କ୍ୱେଶ୍ଚନ୍ ତୁମର କଭର୍ ହେଇଯାଉଛି। ତା ବାଦ କ'ଣ କ୍ୱେଶ୍ଚନ୍ ରହୁଛି, ସେଟା ତୁମର ଏଠି ଲେଖାଯାଇଛି। ବୁଝିହେଲା? ତାପରେ ହ୍ୱାଟ୍ ଇଜ୍ ଏ ସିଲୋଜିଜିମ୍? ଇନଫରେନ୍ସ ଆଉ ସିଲୋଜିଜିମ୍, ଏଥିରେ ତୁମର 70% ମାର୍କ ତୁମର କଭର୍ କରେ ସିଏ। 70% କ୍ୱେଶ୍ଚନ୍ ତୁମର ସେଇ ଇନଫରେନ୍ସ ଆଉ ସିଲୋଜିଜିମ୍ ଚ୍ୟାପ୍ଟରରୁ ହିଁ ପଡ଼େ। ତୁମେ ସବୁ ବର୍ଷ ଦେଖିନେବ, ଜାଣିପାରିବ। ହ୍ୱାଟ୍ ଇଜ୍ ସିଲୋଜିଜିମ୍? 2 ଲାଇନ୍‌ରେ କ୍ୱେଶ୍ଚନ୍, ଆରାମସେ ତୁମର 3 ମାର୍କ ପଡ଼ିଥିଲେ ବି 3 ମାର୍କ ପାଇବ, 2 ମାର୍କ ପଡ଼ିଥିଲେ ବି 2 ମାର୍କ ପାଇବ। ତାପରେ କ'ଣ, ହ୍ୱାଟ୍ ଇଜ୍ ମାଇନର୍ ଆଣ୍ଡ ମେଜର୍ ପ୍ରେମିସ୍? ମାଇନର୍ ପ୍ରେମିସ୍ କ'ଣ, ମେଜର୍ ପ୍ରେମିସ୍ କ'ଣ? ଗୋଟେ ଲାଇନ୍‌ରେ ଆନ୍ସର୍ ହବ। ହ୍ୱାଟ୍ ଇଜ୍ ମାଇନର୍, ମେଜର୍ ଆଣ୍ଡ ମିଡିଲ୍ ଟର୍ମ? ଗୋଟେ ଲାଇନ୍‌ରେ ହିଁ ଆନ୍ସର୍ ହବ, 2 ମାର୍କ ପଡ଼ିଥିବ। ଗୋଟେ ଲାଇନ୍‌ରେ ଆନ୍ସର୍ ଲେଖିଲେ ବି ଫୁଲ୍ ମାର୍କ ପାଇବ। କ୍ୟାରେକ୍ଟରିଷ୍ଟିକ୍ସ ଅଫ୍ ସିଲୋଜିଜିମ୍ 3 ମାର୍କିଆ ପଡ଼େ, ଯେତେବେଳେ ବି ପଡ଼େ 3 ମାର୍କିଆ କ୍ୱେଶ୍ଚନ୍ ପଡ଼େ। ଯେ 2 ମାର୍କର ପଡ଼ିଥିବ, ଲେଖିଥିବ ଗୋଟେ କ୍ୟାରେକ୍ଟରିଷ୍ଟିକ୍ସ ଲେଖ। Describe only one characteristics of syllogism বা write only one characteristics of syllogism. Next ଦେଖିବା, what is pure syllogism? Pure syllogism କୁହାଯାଇଛି ଏସବୁ ବିଷୟରେ, 2 ଲାଇନ୍‌ରେ ଆନ୍ସର୍ ହବ। What is a mood of syllogism? What is widest mood, wider mood and strict logical mood? କୁହାଯାଇଛି। What is mixed syllogism? Mixed syllogismରେ କୁହାହେଲା ଲଙ୍ଗ୍ କ୍ୱେଶ୍ଚନ୍ ବି ପଡ଼ିପାରେ, ସର୍ଟ କ୍ୱେଶ୍ଚନ୍ ବି ପଡ଼ିପାରେ। ତାହେଲେ ହ୍ୱାଟ୍ ଇଜ୍ ଏ ଡାଇରେକ୍ଟ ରିଡକ୍ସନ୍? ଏଠି ଡାଇରେକ୍ଟ ରିଡକ୍ସନ୍ କ'ଣ ପଡ଼ିଛି? ହ୍ୱାଟ୍ ଇଜ୍ ଡାଇରେକ୍ଟ ରିଡକ୍ସନ୍ ମାନେ କ'ଣ? ଡାଇରେକ୍ଟ ରିଡକ୍ସନ୍ କ'ଣ, ତାର ଡେଫିନେସନ୍‌ଟା କେବଳ ଲେଖିବ। ବୁଝିହେଲା? ସେଭଳି ହ୍ୱାଟ୍ ଇଜ୍ ଇନଡାଇରେକ୍ଟ ରିଡକ୍ସନ୍? ଏତିକି ହେଲା 13ଟି। ତା ବାଦ ମଧ୍ୟ ଆହୁରି ଅଛି, ନେକ୍ସଟ ପେଜ୍‌ରେ ଆମେ ଡିସ୍କସନ୍ କରିବା। ଆଉ ଇନଡାଇରେକ୍ଟ ରିଡକ୍ସନ୍ ଆମେ ଡିସ୍କସନ୍ କଲେ। ତାପରେ କ'ଣ ରହିଛି ନା, ହ୍ୱାଟ୍ ଇଜ୍ ଫେଲାସି? ଫେଲାସି କ'ଣ ଜାଣିଛ? ଫେଲାସି ଚ୍ୟାପ୍ଟରରେ ତୁମର ଇମ୍ପୋର୍ଟାଣ୍ଟ ହେଉଛି କେବଳ ସର୍ଟ କ୍ୱେଶ୍ଚନ୍ ହିଁ ପଡ଼ିଥାଏ। କେବଳ 2 ମାର୍କ ଆଉ 3 ମାର୍କର କ୍ୱେଶ୍ଚନ୍ ଫେଲାସିରୁ ହିଁ ପଡ଼ିଥାଏ। ଗୋଟେ ହେଲେ ଲଙ୍ଗ୍ କ୍ୱେଶ୍ଚନ୍ ଫେଲାସି ଚ୍ୟାପ୍ଟରରୁ ନାହିଁ। ଆଉ ଗୋଟେ ଇମ୍ପୋର୍ଟାଣ୍ଟ, ଏଇ 2ଟି 22 ଆଉ 23। ଏକ୍ସଟ୍ରା ଲଜିକାଲ୍ ଫେଲାସି, ଯେଉଁ ପିଲାମାନେ ଫାଷ୍ଟରୁ ପଳେଇ ଯାଇଥିବେ, ଭିଡ଼ିଓ ଦେଖିକି ସ୍କ୍ରିନଶଟ୍ ମାରିକି ପଳେଇ ଯାଇଥିବେ, ସେମାନେ ଏ ବିଷୟରେ କେବେ ଜାଣିପାରିବେ ନାହିଁ। ଏକ୍ସଟ୍ରା ଲଜିକାଲ୍ ଫେଲାସି ଆଉ ସେମି ଲଜିକାଲ୍ ଫେଲାସି, ଏକ୍ସଟ୍ରା ତୁମକୁ ମୁଁ ପଢ଼େଇଛି। ଫେଲାସି ଚ୍ୟାପ୍ଟରରେ ମୁଁ ଏକ୍ସଟ୍ରା ଲଜିକାଲ୍ ଫେଲାସିକୁ ଅଲଗା, ସେମି ଲଜିକାଲ୍ ଫେଲାସିକୁ ଅଲଗା। କାହିଁକି ଏ 2ଟିରୁ ସବୁ ବର୍ଷ ସର୍ଟ କ୍ୱେଶ୍ଚନ୍ ଆସେ, ସବୁ ବର୍ଷ। ଯେମିତିକି ଆର ବର୍ଷ ପଡ଼ିଛି ଇଗ୍ନୋରେନ୍ସିଓ ଇଲେନ୍ସି। ଏ ବର୍ଷ ଆଉ ରେଷ୍ଟ ଯେଉଁ ରହିଲା ଏକ୍ସଟ୍ରା ଲଜିକାଲ୍ ଫେଲାସି ବା ସେମି ଲଜିକାଲ୍ ଫେଲାସି, ସେଥିରୁ ନିହାତି ପଡ଼ିବ। ଇଗ୍ନୋରେନ୍ସିଓ ଇଲେନ୍ସି ପଡ଼ିଛି, ଏ ବର୍ଷ ଇଲିସିଟ୍ ଜେନେରାଲାଇଜେସନ୍ ପଡ଼ିପାରେ, ଫଲ୍ସ ଆନାଲଜି ପଡ଼ିପାରେ, ଅଲଗା ବି ପଡ଼ିପାରେ।
ଫେଲାସି ଅଫ ଏସେଣ୍ଟ ଯାହା ବି ପଢିପାରେ, ତୁମେ ସେଟାକୁ ଦେଖି ନେଇଯିବ। ଏଷ୍ଟ୍ରାଲଜିକାଲ ଫେଲାସି ଆଉ ସେମିଲଜିକାଲ ଫେଲାସି, ଏଇ ଫେଲାସି ଚ୍ୟାପ୍ଟରରୁ ଏଇଟା ତୁମେ ନିହାତି ଦେଖିକି ଯିବ। ଆଉ ସବୁ କଣ କଣ ରହିଛି, ହ୍ୱାଟ ଇଜ ଫେଲାସି, ହ୍ୱାଟ ଇଜ ଫର୍ମାଲ ଫେଲାସି, ହ୍ୱାଟ ଇଜ ଇନଫର୍ମାଲ ଫେଲାସି କଣ, ଇଲିସିଟ ମେଜର, ଇଲିସିଟ ମାଇନର, ୟାର ଏକ୍ସାମ୍ପଲ ପଡେ। ସେପରି ଅନଡିଷ୍ଟ୍ରିବ୍ୟୁଟେଡ ମିଡିଲ, ୟାର ବି ଏକ୍ସାମ୍ପଲ ପଡେ। ଫେଲାସି ଅଫ ଫୋର ଟର୍ମସ, ଫେଲାସି ଅଫ ଟୁ ନେଗେଟିଭ ପ୍ରପୋଜିସନ, ସବୁ ସହଜ। ଇନଫରେନ୍ସ ସହିତ ସମାନ, ମାନେ ପାରାଲାଲି ଚାଲେ। ଫେଲାସି ଅଫ ଟୁ ପର୍ଟିକୁଲାର ପ୍ରପୋଜିସନ, ସିଲୋଜିଜିମ ସହିତ ସମ୍ପର୍କ ରହିଛି ଏଟା, ବୁଝିହେଲା। ତାପରେ ଏଷ୍ଟ୍ରାଲଜିକାଲ ଫେଲାସି ଜାଣିଲେ, ସେମିଲଜିକାଲ ଫେଲାସି। ହ୍ୱାଟ ଇଜ ଏଷ୍ଟ୍ରାଲଜିକାଲ ଫେଲାସି ନୁହଁ, ଏଷ୍ଟ୍ରାଲଜିକାଲ ଫେଲାସି ଯୋଉ ରହିଛି, ସେମିଲଜିକାଲ ଫେଲାସି ଯୋଉ ପଢାଯାଇଛି, ଏଟା ରହିଛି କଣ କଣ ସର୍ଟ କ୍ୱେଶ୍ଚନ, ଯେମିତି ଇଗ୍ନୋରେନ୍ସ ଏଲିଏନ୍ସି, ଗୁଡାଏ ଅଛି, ଏଟା ତମେ ଦେଖିକି ଯିବ। ତାପରେ ଏଟା ହେଲା କଣ, ଫେଲାସି ଚ୍ୟାପ୍ଟରରେ। ସେଥିପାଇଁ ଦେଖ, ଫେଲାସି ଚ୍ୟାପ୍ଟରରେ ବହୁତ ଗୁଡାଏ ସର୍ଟ କ୍ୱେଶ୍ଚନ ତୁମକୁ ସିଲେକ୍ସନ ଦିଆଯାଇଛି। ନେକ୍ସଟ କଣ ରହିଲା, ହ୍ୱାଟ ଇଜ ପ୍ରପୋଜିସନାଲ ଭେରିଏବୁଲ, ଲଜିକାଲ କନଷ୍ଟାଣ୍ଟ, ଯୋଉଟା ତୁମର ଆସିଗଲା ସିମ୍ବଲିକ ଲଜିକ। ହ୍ୱାଟ ଇଜ ଏ ଟ୍ରୁଥ ଟେବୁଲ, ଟ୍ରୁଥ ଟେବୁଲ କନଷ୍ଟ୍ରକ୍ଟ ତ ପଡିବ, ଟ୍ରୁଥ ଟେବୁଲ କନଷ୍ଟ୍ରକ୍ଟ ବି ପଡେ, ହଉଛି 3 ମାର୍କରେ ପଡେ, ମାନେ ଛୋଟ ଛୋଟ ପଡିଥିବ, ସେଟା ବି ତୁମେ କରିବ। କିନ୍ତୁ ଏଟା ହଉଛି ହ୍ୱାଟ ଇଜ ଏ ଟ୍ରୁଥ ଟେବୁଲ, ମାନେ ଟ୍ରୁଥ ଟେବୁଲ କଣ, ତାର ଡେଫିନେସନ ଲେଖିବ। ଏଟା ଟୁ ଲାଇନରେ ହିଁ ଆନ୍ସର ଟା ହବ, ବୁଝିହେଲା। ଏତିକି ହଉଛି, ଆହୁରି ମଧ୍ୟ ଅଛି, ଦେଖିବା ନେକ୍ସଟ ପେଜରେ। ଏତିକି ବୁଝିହେଲା କି ନାହିଁ, ନେକ୍ସଟ ପେଜରେ ଆମେ ଦେଖିବା। ଟ୍ରୁଥ ଟେବୁଲ ଦେଖିଲେ ଏଠି କଣ ହେଲା, ହ୍ୱାଟ ଇଜ ଏ ଟ୍ରୁଥ ଫଙ୍କସନ, ଟ୍ରୁଥ ଫଙ୍କସନ ବି କଣ, ଏଟା ବି ପଢିପାରେ। ଜଷ୍ଟ ଗୋଟେ ଲାଇନରେ ଆନ୍ସର ଲେଖିବ, ଆଉ ଏକ୍ସାମ୍ପଲ ଗୋଟେ ଟ୍ରୁଥ ଫଙ୍କସନ ଲେଖିଦବ, ସରିଗଲା। 2 ମାର୍କ ପଡୁ କି 3 ମାର୍କ ପଡୁ, ଆନ୍ସର ତୁମକୁ ମିଳିବ, ବୁଝିହେଲା। ଆଉ ଗୋଟେ କଣ, ହ୍ୱାଟ ଇଜ ଏ ଟୋଟୋଲୋଜି, କଣ୍ଟ୍ରାଡିକ୍ସନ, କଣ୍ଟିନଜେଣ୍ଟ, ଏଟା ସବୁ ବର୍ଷ ଜାଣିଛ, ପଢିଲା ବେଳେ କୁହାଯାଇଛି। 2 ଲାଇନରେ ଆନ୍ସର ଲେଖିବ, ଗୋଟେ ଏକ୍ସାମ୍ପଲ ଦେଇଦବ। ଏକ୍ସାମ୍ପଲ ନଦେଲେ ବି ଚଳିବ, ଟୋଟୋଲୋଜି କଣ୍ଟ୍ରାଡିକ୍ସନଟା ଖାଲି ଲେଖିଦବ, ଏଇଆ ହେଲେ ଟୋଟୋଲୋଜି, ବୁଝିହେଲା। ସେଇଭଳି ଏବେ ଗୋଟେ ଦେଖ, ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ, ସିମିଲାରିଟିଜ ଆଣ୍ଡ ଡିଫରେନ୍ସ ବିଟୱିନ୍ ପପୁଲାର ଆଣ୍ଡ ସାଇଣ୍ଟିଫିକ ଏକ୍ସପ୍ଲାନେସନ। ଏହା ଭିତରେ ସିମିଲାରିଟିଜ ଆଉ ଡିଫରେନ୍ସ, ଏଟା ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। ଯେହେତୁ ପ୍ରିଭିୟସ ଇୟରରେ ପଡିନି, ଏ ଚ୍ୟାପ୍ଟରରୁ କୌଣସି ପ୍ରକାର କଭର ହେଇନାହିଁ, ତ ଏ ବର୍ଷ ଏ ଚ୍ୟାପ୍ଟରରୁ କ୍ୱେଶ୍ଚନ ଆସିବାର ବହୁତ ହି ସମ୍ଭାବନା ରହୁଛି। ସେଥିପାଇଁ ଏଟାକୁ ନିହାତି ଦେଖି ଯାଇଥିବ। Similarities between popular and scientific explanation and difference between popular and scientific explanation, ବୁଝିହେଲା। ସେଭଳି ହ୍ୱାଟ ଇଜ, ତା ଭିତରେ ହିଁ କଭର ହେଇଯିବ, ହ୍ୱାଟ ଇଜ ପପୁଲାର ଏକ୍ସପ୍ଲାନେସନ, ହ୍ୱାଟ ଇଜ ସାଇଣ୍ଟିଫିକ ଏକ୍ସପ୍ଲାନେସନ। ସାଇଣ୍ଟିଫିକ ଏକ୍ସପ୍ଲାନେସନକୁ ମୁଁ ଲଙ୍ଗ କ୍ୱେଶ୍ଚନରେ ଦେଇଦେଇଛି। ତାପରେ ଆସିଲା ଲାଷ୍ଟ ଚ୍ୟାପ୍ଟର ଆଡକୁ, ଦେଖିଥିବେ କଣ ଅଛି, ହ୍ୱାଟ ଇଜ ବ୍ୟାପ୍ତି, ହ୍ୱାଟ ଇଜ ବ୍ୟାପ୍ତି ଆଣ୍ଡ ହ୍ୱାଟ ଆର ଦ ମେଥଡ ଅଫ ascertaining ବ୍ୟାପ୍ତି। ଏଇ କ୍ୱେଶ୍ଚନ ତୁମର ପ୍ରିଭିୟସ ଇୟର ଲଙ୍ଗ କ୍ୱେଶ୍ଚନରେ ପଡିଛି। ତ ଏ ବର୍ଷ ସର୍ଟ କ୍ୱେଶ୍ଚନରେ ଟିକେ ଚାନ୍ସ ରହିଛି, କିନ୍ତୁ ଅଳ୍ପ ଅଳ୍ପ ଟିକେ ଦେଖି ନେଇ ଯାଇଥିବ। ସର୍ଟ କ୍ୱେଶ୍ଚନ ପଡିଲେ 2 ଲାଇନରେ ଆନ୍ସର ଲେଖିଲ, ହେଇଗଲା। ସେଇଭଳି ହ୍ୱାଟ ଇଜ ଏ ନ୍ୟାୟ ଅନୁମାନ, ସେଇଭଳି ହ୍ୱାଟ ଆର ଦ 5 steps ଅର ପ୍ରପୋଜିସନ ଅଫ ନ୍ୟାୟ ଅନୁମାନ। এই ନ୍ୟାୟ ଅନୁମାନ ତୁମେ ଦେଖି ନେଇ ଯାଇଥିବ। ତେଣୁ ହ୍ୱାଟ ଇଜ ସମବ୍ୟାପ୍ତି, ହ୍ୱାଟ ଇଜ ଅସମ ବ୍ୟାପ୍ତି। ସର୍ଟ କ୍ୱେଶ୍ଚନ, ହ୍ୱାଟ ଇଜ ଏ ନିଷ୍କାମ କର୍ମ, ନିଷ୍କାମ କର୍ମଟା ଟିକେ ଦେଖି ନେଇ ଯାଇଥିବ ସର୍ଟ କ୍ୱେଶ୍ଚନରେ। ତ ଏତିକି ହେଲା ତୁମର ଟୋଟାଲ ସିଲେକ୍ସନ। ଏମସିକ୍ୟୁରେ ମୁଁ କଣ କହିଲି, ଏମସିକ୍ୟୁରେ ପ୍ରିଭିୟସ ଇୟର କ୍ୱେଶ୍ଚନ, ଯୋଉଟା ତୁମର ପ୍ଲେ ଲିଷ୍ଟ ମୁଁ ଦେଇଦେବି ଡେସ୍କ୍ରିପସନରେ, ଆଉ ଉପରେ ମଧ୍ୟ ଦେଇଦେବି, ତୁମେ ଆରାମସେ ପାଇଯିବ ସେଇ ଜାଗାରେ। ଆଉ ଡେସ୍କ୍ରିପସନ ଲିଙ୍କ ପୁରା ଦେଇଦେବି, ପାଇଯିବ ଏମସିକ୍ୟୁ। ଆଉ ଯୋଉ 2 ମାର୍କର କ୍ୱେଶ୍ଚନ ହେଲା, 3 ମାର୍କ କ୍ୱେଶ୍ଚନ ହେଲା, ଦେଇଦେଲେ 38ଟା। ଆଉ ଯୋଉ ଲଙ୍ଗ କ୍ୱେଶ୍ଚନ, 8 ମାର୍କର କ୍ୱେଶ୍ଚନ, ସେଟା ମଧ୍ୟ ତୁମକୁ ଦେଇଦେଲି। ଆରାମସେ ଏବେ କେବଳ ବେଶୀ ଟାଇମ ନାହିଁ, 2 ଦିନ ଟାଇମ ଦେଇକି ତାକୁ ପୁରା ପ୍ରାକ୍ଟିସ କରିନିଅ। ନୋଟ ଯିଏ ବି କରିନାଅ, ଏବେ ନୋଟ ଭଲସେ ଲେଖିଦିଅ। ଆଉ ଟାଇମ ନାହିଁ, 2 ଦିନରେ ଏଟାକୁ ପଢିବ, ବେଶୀ ଟାଇମ ଦବ ନାହିଁ। କାହିଁକି ତୁମର ଅଲଗା ବି ବିଷୟ ରହିଛି, ଯୋଉଟାକୁ ତୁମେ ବେଶୀ ଟାଇମ ଦେବାକୁ ପଡିବ। ଆର୍ଟ୍ସ ପିଲାମାନେ ଇଂଲିଶରେ ବହୁତ ଟାଇମ ଦେବାକୁ ପଡିବ, ଓଡିଆରେ ବହୁତ ଟାଇମ ଦେବାକୁ ପଡିବ। ଯାହାର ପଲିଟିକାଲ ସାଇନ୍ସ, ଇକୋନୋମିକ୍ସ ଥିବ, ସେମାନେ ସବୁ ଟାଇମ ଦେବେ। ତ ଲଜିକରେ ତୁମେ 2 ଦିନ ଟାଇମ ଦବ। 2 ଦିନ ଟାଇମ ଦେଇକି ଏତିକି ତୁମେ ଥରେ ପ୍ରାକ୍ଟିସ କରିଦବ, ତାପରେ ରଖିଦବ, ଦେଖିବା ଆବଶ୍ୟକ ନାହିଁ। ଆଉ ଏମସିକ୍ୟୁଟାକୁ କମ୍ପ୍ଲିଟ କରିଦବ, ତାପରେ ରଖିଦବ, କିଛି ଅସୁବିଧା ନାହିଁ। ଏକ୍ସାମ ପୂର୍ବରୁ ତୁମର 1-2 ଦିନ ତୁମର ଗ୍ୟାପ ରହୁଛି, କାହାର କଣ ସବଜେକ୍ଟ ରହିଛି, ସେଦିନ ପୁଣି ଆଉଥରେ ଦେଖିଦବ, ତା ପୂର୍ବରୁ ଆଉଥରେ ଦେଖି ନବ। ଆଉ କହିଲି, ଟ୍ରୁଥ ଟେବୁଲ, କନଷ୍ଟ୍ରକ୍ଟ ଟ୍ରୁଥ ଟେବୁଲ, ଡାଇରେକ୍ଟ ରିଡକ୍ସନ, ଇନଡାଇରେକ୍ଟ ରିଡକ୍ସନ, ଏଟାକୁ ତୁମେ ସେପାରେଟ ପେଜରେ କରିଥିବ। ଏକ୍ସାମ ଦିନ ମଧ୍ୟ ତୁମେ ଚାହିଁଲେ ଦେଖିକି ଯାଇପାରିବ। 9ଟା ବେଳେ ପାଖାପାଖି ତୁମର ଏକ୍ସାମ ହଉଥିବ,
ତ ସକାଳେ ଆରାମସେ ଦେଖିକି ଯାଇପାରିବ। ଏକ୍ଜାମ୍ ପୂର୍ବ ଦିନ ନିହାତି ଦେଖିକି ଥରେ ଆଖି ପକେଇ ଯିବ, କାହିଁକିନା ବେଳେବେଳେ ଟିକେ ମିଷ୍ଟେକ୍ ହେଇଯାଏ, ଭୁଲ ହେଇଯାଏ। ଦେଖିକି ପଳେଇଯିବ। ଆରାମସେ ସମସ୍ତଙ୍କୁ ଅଲ୍ ଦି ବେଷ୍ଟ। ଏକ୍ଜାମ୍ ପାଇଁ ତୁମେ ଭଲ କରିବ। ସବୁ ସିଲେକ୍ସନ୍ ତୁମକୁ ଦିଆ ହେଇଗଲା। ତ ତୁମେ ଆରାମସେ ପ୍ରାକ୍ଟିସ୍ କର, ଭଲ ଭାବେ ପ୍ରାକ୍ଟିସ୍ କର। ଆଉ ମାତ୍ର ତୁମର ଗୋଟେ ମାସ ଏକ୍ଜାମ୍ ରହିଲା। ସେଥିପାଇଁ ତୁମ ସମସ୍ତଙ୍କୁ ଯିଏ ବି ପିଲା ଦେଖୁଛ, ଅଲ୍ ଦି ବେଷ୍ଟ ଫର୍ ୟର୍ ଅପକମିଂ ଏକ୍ଜାମିନେସନ୍। ତୁମେ ଏ ଏକ୍ଜାମ୍ରେ ସବୁ ବିଷୟରେ ଭଲ କର, ଲଜିକ୍ରେ ମଧ୍ୟ ଭଲ କର, ସବୁ ବିଷୟରେ ଭଲ କର। ମନ ଦେଇ ଏଇ ମାସଟି ଭଲ କରି ତୁମେ ଟାଇମ୍‌ଟାକୁ ଦିଅ। ଏକ୍ଜାମ୍ ଦେଲା ପରେ ତୁମକୁ ପୁରା ଫ୍ରି ହେଇଯିବ, କୌଣସି ଆଉ କାମ ରହିବ ନାହିଁ। ଆଉ ଏକ୍ଜାମ୍ ବି ଭଲ ହବ। ଏଇ ମାସଟି ତୁମର ବହୁତ ଇମ୍ପୋର୍ଟାଣ୍ଟ। ଆରାମସେ ମାନେ ମନକୁ ଫାଙ୍କା କରି ପୁରା ଫ୍ରିରେ ହିଁ ପାଠ ପଢ଼, ଭଲସେ ପାଠ ପଢ଼, ଆଉ ଭଲ ସ୍କୋର କର। ଏଇ ମାସଟି ବହୁତ ହି ଇମ୍ପୋର୍ଟାଣ୍ଟ। ବୁଝିହେଲା? ସବୁ ପ୍ରକାର ଟ୍ରିକ୍ସ ଦିଆ ହେଇଗଲା, ଆରାମସେ ପଢ଼। କିଛି ବି ଅଲଗା କିଛି ଟେନସନ୍ ନବାର ନାହିଁ, ଯେହେତୁ ଲାଷ୍ଟ ମାନେ ଏକ୍ଜାମ୍‌ର ବହୁତ ପାଖେଇ ଗଲଣି। କୌଣସି ପ୍ରକାର ନୂଆ କିଛି ଆରମ୍ଭ କରିବାର ନାହିଁ। ଯେତିକି ପଢ଼ିଛ ସେଇଟାକୁ ପୁରା କମ୍ପ୍ଲିଟ୍ କରି କରି ଚାଲ। ତ କିଛି ଆଉ କହିବିନି, ଏତିକିରେ ରହିବି। ଅଲ୍ ଦି ବେଷ୍ଟ ଫର୍ ୟର୍ ଏକ୍ଜାମ୍। ଆଉ ସମସ୍ତଙ୍କୁ ଧନ୍ୟବାଦ। ଇ ଟିଚିଂ ଓଡ଼ିଶାରେ ରହିଲି। ଜୟ ହିନ୍ଦ, ଜୟ ଭାରତ।